ମୋ ନାଁ ବାପୁ ଦାସ ନିଶୁନକୁଲ କଟକ। ବହୁତ ଦୁଃଖର ବିଷୟ। ମୁଁ କଣ ସାରା ଓଡ଼ିଶାବାସୀ ସମସ୍ତ ସଙ୍ଗୀତ ପ୍ରିୟ ଖାଲି ସ୍ତବ୍ଧ ହେଇଯାଇଛନ୍ତି। ହଠାତ୍ 3 ଦିନ ତଳେ ଜଣେ ଲୋକ ମେଡିକାଲ ଆଡମିଟ୍ ହଉଛନ୍ତି ଏବଂ କାଲି ରାତି 9:10ରେ ଖବର ଆସୁଛି କି ସେ ଚାଲିଗଲେ। ଏଇଟା କେହି ବିଶ୍ୱାସ କରିପାରୁନାହାନ୍ତି। 2025 ସମସ୍ତ କଳା ଜଗତ ପାଇଁ ଗୋଟେ କଳାର ଛାୟା ଆଣିଛି। ଯେମିତି ଆପଣମାନେ କିଛି ଦିନ ତଳେ ଶୁଣିଥିବେ ଧର୍ମେନ୍ଦ୍ର ନ୍ୟାସନାଲ ଲେବୁଲ ଆର୍ଟିଷ୍ଟ ଧର୍ମେନ୍ଦ୍ର ମଧ୍ୟ ମେଡିକାଲରେ ଆଡମିଟ୍ ହେଇଥିଲେ। ତାଙ୍କ ଦେହ ବହୁତ ଅସୁସ୍ଥ ହେଇଥିଲା। ଏବେ କିଛି ଦିନ ତଳେ 80 ଦଶକର ବିଲିୟନ ପ୍ରାଣଙ୍କର ମଧ୍ୟ ଦେହାନ୍ତ ହୋଇଛି। କିଛି ଦିନ ପୂର୍ବରୁ ମଧ୍ୟ ଆମେ ଓଡ଼ିଶାର ଜଣେ ମ୍ୟୁଜିକ ଡାଇରେକ୍ଟର ଅଭିଜିତ ମଜୁମଦାର ସିଏ ମଧ୍ୟ ମେଡିକାଲ ଥିଲେ ଏବଂ କାଲି ଏଭଳି ଘଟଣା ଶୁଣିବା କଳା ଜଗତର ଗୋଟେ ଅପୂରଣୀୟ କ୍ଷତି ହେଇଛି। ତାଙ୍କ ଭଳି କଳାକାର ମିଳିବେନି। ତେବେ ଗୋଟିଏ କଥା କହିବି, କଳାକାର ସବୁବେଳେ କାଳଜୟୀ। କଳାକାର କେବେ ମରେନି। ସେ ପ୍ରତ୍ୟେକ ଓଡ଼ିଆର ହୃଦୟରେ ରହିଛନ୍ତି, ରହିବେ। ତାଙ୍କର ସେ ଗୀତ ମନ୍ତ୍ରମୁଗ୍ଧ କରି ରଖିବ। ଆମେ ସବୁବେଳେ ସେ ଆମ ହୃଦୟରେ ରହିବେ। ଗୋଟେ କଥା କହିବି, ହ୍ୟୁମାନ ସାଗର ଅମର ରହେ।